हेलो फ्रेंड, जय जगन्नाथ। आज आम जाऊँ आम गाँ को राति बर्तमान 10टा है। तो 12टा बेलू यात्रा आरंभ से राति 10टा बाहर 12टा जाए पहुँच जीवन 2 घंटा से आम राति 10टा बाहर। आप देखिए बाईपास कहीं ना खाली पूरा पड़ी आम गाँ रास्ता आउट मैंने सुनसान रास्ता ये पोरी चलती बाईपास लाइट विट लगी जाइए कई ना मैंने कार मैंने खाली जाऊँगी कई ना आम कौन पोरी हम क्रॉस हो देखिए पूरी लास्ट यहाँ छाड़देवे गाँ पटे पशु गाँ रोड तो आप देखिए मैंने आम रामेश्वर रोड जाइए पूरा अंधार ये रास्ता भारी एक्सटिकिया रास्ता आउ ये रास्ता भी भल नुह। तो रामेश्वर पटे आप जाऊे तो ये रोड निश्चय दिन में देखते तो भल थोड़ा रात देखिले साप बिलुआ सब प्रकार लोक अच्छा ये रास्ता मानक घाटे सब जिनस भी अच्छी मानने आप जानते मैंने रास्ता किए गाड़ी भिड़ देवी किए गंदे आप जानते ये ब्रिजटा अच्छी आ ब्रिज पर माने टिके आस्ते चले लोक मैंने कहते माने ये बहुत प्रकार लोक अच्छा मैंने गाड़ी मैंने टिके कौन करते तो मुझे जानी के मो सतह से तो हुए मुझे सब जिनस विश्वास कैनि के मुझे भिड़ चलती आम जहाँ हम जगन्नाथ प्रभु अच्छे आम देखिए विश्वास ना ठाकुर ना नहीं चलू आम रास्तार भिड़ा भिड़ी कि आमर जो रास्ताटा टे आगू गला मत टे लगे अबया टाइप कहीं से निष्ठा रास्ता आमर पुणी तापर आम देखिए बेजपुर आसला आमर गाँ पाखटा आसला यही आम गाँ आउ 2 किलोमीटर पाखापाखि थब आम देखिले ठीक अच्छे पाखे तो आसला आ टेंशन कौन देखिपे पुणी मो आम गाँ भितर पशि जाइए यात्रा हो देखिपे आपने यात्रा देखु एंजॉय नहीं कमेंट कहे कि अच्छे यात्रा आपण मैंने खराब भावे आ भर भी यात्रा अच्छे खराब भी अच्छी तो आप खराब भावे कि मुझे वीडियो छाड़ी ये करदेवी आपने कहे कमेंट शेयर थोड़ा बुली बुली आईले ये भी आग भी हरि हो थोड़ा कोठी बाळ अछि केमिति जानि दे हे बापा रे आलो कालिका रुआ बोरो कळा बाळ बुली मारो धोळा आलो नीला बाई पर ओडुआ तोड़ो पप्पी बोरो लंबा किछि आई पारिनी तमरो बाळ अछि बाळ लंबा हेले अलगा रे आउ छोट हेले अलगा आउ जो यही बाल किछि है ना से आहुरी अलगा पूरा सीधा हेले तो पूरा अलगा।
କେତେ ପ୍ରକାର ବାଳ ଅଛି। ହଉ ହଉ ବାଳ ଦବ ବାଳ। ଦେଖ କହିକି ପଳେଇଲା ଠିକ ହେଇଛି ତତେ। ଆଲୋ ବାଳରୁ ଅନେକ ଲାଭ ଭଲ। ହେ ବାପ ready? ହେ ବାପ Are you ready? ମହାଲ ମାଣ୍ଡା ଆଜି ଠୁର ଲଗେଇ ସବୁ ଚାଲିଛି। ତମ ଖୁରାକୁ ମୋର ଭାରି ଡର। ସେଇଟା ଯୋଉ ଏଡା ବଡ ହେଇଛି ନା ମଲା ଆରମଳିକ ଆସିଥିଲା ମାରିକି ଯାଇଥିଲା ଯେ ମୋର ପୁରା ଏଯାଏଁ ଧରଛ ଯାଇନି। ହେଇଟି ହଁ ଆଉ ଥରେ ମାରିବି। ହଁ ହେଇଟି ପଇସା ଏଇଦିନଠୁ ମୁଁ କାଠେଇ ମାରିନି। ଶଳା ରହି ରହି ଲଉଣିଆ ଲାଗିଗଲେ। ମଲା ଆଜି ଏଇଠି ମାରିବି। ହଁ ସବୁ ବାଳ ଚାଞ୍ଚି ଦେବି। ତତେ ଲଣ୍ଡି କରିଦେବି। ହେଇଟି ଆଗ ହାତ ମାରିବି, ତାପରେ ଚିପିବି, ତାପରେ ଟାଣିବି, ଆଉ ତାପରେ ତ ପୁରା ସଇଁ ସଇଁ ଘରେ କଣ ଖାଲି କଚ 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 ସାଉଣ୍ଡ ହଉଛି? ଇଏ କଣ ଟେଣ୍ଡରେ ପାଣି ବହୁଛି ନା କଣ? ଶଳା ଦେଖେ ଯାଇ କଣ ଶଳା କୁକୁର ଫୁକୁର ପଶିଛି କି ରେ? ସେଠି ଚଢିଲା କିଛି ମାନିଲେନି। ଆରେ ଇଏ ତ ମୋ ଝୁଅ ନଇନା। ଇଏ ଶଳା ଟିକେ ଦେଖିଆ। ପୁଅ ପେଣ୍ଡୁ ତୁ ଏଠି? ଆରେ ମୋ ଝିଅ ସାଙ୍ଗରେ କଣ କରୁଥିଲୁ କି ରେ? ଖାଲି ଜମି ଚଷୁଥିଲି। ଏମିତି ଜମି ଚଷା ବାଲା ତୁ? ହେଲା ବିନ୍ଧଣା ମଉଜା ପଡିଆ ପଡୁଛି କାହିଁକି? ଆରେ ପଡିଆ ପଡିଥିଲା ବୋଲି ସିନା ଇଏ ଜମିଟା ଏତେ ଟାଣ ଯେ ମୋ ନଙ୍ଗଳ ଦାଢ ଦେଉଟେଇଦେଲା। ନାଇଁ ତମେ ହାଲିଆ ହେଇଯିବଣି। ଘର ଭିତରୁ ଟିକେ ଆସୁନ। ଟିକେ ତମ ତଳୁ ଉପରୁ ଉପରୁ ତଳୁ ଟିକେ ଚିପି ଦେବି। ବଜାର ଟକି କହିଲା ଆସ ଭିତରକୁ ଚିପି ଦେବି। ତୁ ବଜାର ପିଲା ବୋପାର ଦିନେ ଚିପିଛୁ ଗୋଡ ଗୋଡ ଭାସିଛୁ। ବାପା ତା ଗୋଡ କଣ ଭାସିବାକୁ ବାହାରି ପଡୁଛୁ? ଆଲୋ ସିଏ କଣ ପଥର ଟେକୁଥିଲା? କହିଲା କଣ ନା ହାଲିଆ ହେଇଗଲା। ହଁ ସେଇଠି ଏ ଶ୍ୱଶୁରେ। ତମେ କାହିଁ ବୁଝିବ ଏ କଥା? ସବୁବେଳେ ଚାଲି ଆସୁଛ। ହେଇଠି ଶ୍ୱଶୁରେ ଭଲ ବିହନ ପଡିଛି। ନାଇଁ ପଡିଆ ଜମିରେ ଖାଲି ସଲ ସଲ କରିଛି। ଆଲୋ ବିଲ ସରୋବର
ପାଣି ନାଇଁ ବାଜି ଗାଡି ମୋର କୁଣ୍ଡେଇ ହଉ ନବ ସଫଳ ଲାଗେ ଗଲଗଲ ଲାଗେ ନାଇଁ ହଁ ସଫଳ ଲାଗେ ଗଲଗଲ ଲାଗେ ଭଲ ବିହନ ଦେଇଛି ହଁ ପୁରା ସାଇଜ ବିହନ ହଁ ହେଇଟି ଆସନ୍ତା ବର୍ଷକୁ ହେଇଟି ତା ପେଟରେ ଆହା ମୋ ନନ୍ଦ କୋଳେ ଗୋବିନ୍ଦ ନନ୍ଦ କୋଳେ ଗୋବିନ୍ଦ ନନ୍ଦ ଆଜି ନେଇ ଚାନ୍ଦ ଆହା ମୋ ନନ୍ଦ କୋଳେ ଗୋବିନ୍ଦ ହେଇଟି ଶାଶୁର ଆର ବର୍ଷ ଏତେବେଳକୁ ହଁ। ମଜା ରାତି ଗେଲ ହଉଥିବ ନାଇଁ ହେଇଟି ବାପା ହଁ ପେଣ୍ଡୁଆଇ ତମେ ଯାହା କହିଲ ଠିକ କଥା କହିଛ ବାପା ମତେ କାହିଁ ଗୋଟେ ସେମିତି ସେମିତି ଲାଗୁଛି ଶୁଣୁ ନା ମୋ ତଳି ପଟଟା ପୁରା କାମୁଡି ପକଉଛି ସେଇଠି କାମୁଡିବ ହଁ ଅକାଳ କିଳା ଯାଇଛି ଟି ହଁ। ହବ ସେଇଠି ପୁରା ଅଟ୍ଟାଳିକା ନିଅ ପଡିଛି ମାନେ ଅଟ୍ଟାଳିକା ସୃଷ୍ଟି ହବ ଆରେ ତୁ ଶ୍ୱଶୁର ପୁଅ ତତେ କଣ କହନ୍ତି କହିଲୁ ତୁ ଶଳା ଚିଟଫଣ୍ଡ ନାଁରେ ମୋ ଯୋଉ ବ୍ଲାକମେଲିଂ କଲାଣୁ ମୋ ସଜ ଝିଅଟାକୁ ପୁରା ଢିଲା କରିକି ପୁରା ଟାଇଟିରୁ ପୁରା ଲୁଜ କରି ସାରିଲା ହେଇଟି ହେଇଟି ହଁ ଆକୁ ଯେତେ ଶୀଘ୍ର ପାରୁଛ ହଁ। ହାତକୁ ଦି ହାତ କର ତା ବାବୁରୁ ପୁରା କୁଆ କୁଆ ଡାକିବ ହେ ମୁଁ ଏବେ ଆସୁଛି ହେଇଟି ପେଣ୍ଡୁଆଇ ବାପା परदेसी परदेसी जाना नहीं परदेसी मुझे छोड़ के परदेसी मेरे यारा वादा निभाना मुझे याद रखना कहीं भूल न जाना परदेसी जाना नहीं मुझे छोड़ के परदेसी ମୁଁ ଏ ବିଜ୍ଞପ୍ତି କରିବା ମୋ ବିବେକ ମୋତେ ବାଧା ଦେଉଛି ଶୁଭ ଚିନ୍ତକ ହିସାବରେ ମୁଁ ତୋତେ କହିଦେଲି ତୁ ଯଦି ମୋ କଥା ନ ରଖିବୁ ମୋର କିଛି କରିବାର ନାହିଁ ହେଲେ ଭଲ ଭାବରେ ଚିନ୍ତା କର ଗଲେ ତୋ ଭାଇ ଭଉଣୀକୁ ତୁ ବୁଝେଇବୁ କେମିତି ଆଉ 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 ହଁ ମୋତେ ଏ ବିଷୟରେ କିଏ କାହିଁ ଭିକ ଦେବ କହିଲ ବାବା ମୋତେ କିଏ କାହିଁ ଭିକ ଦେବ ଆଉ ତା ଛଡ଼ା ମୋତେ ଭିକ ମାଗିବା ପାଇଁ ମୋ ବିବେକ ମୋତେ ବାଧା କରୁଛି ଅଛି ପୋଷାକ ଅଛି ମୁଁ ତତେ ଭିକାରୀ ବେଶରେ ସଜାଇ ଦେବି ଏମିତି ସଜାଇ ଦେବି ଯେ ତୁ ତ ନିଜକୁ ବି ଚିହ୍ନି ପାରିବୁନି ମୁଁ ପାରିବିନି ପାଗଳ ବାବା ମୁଁ ପାରିବିନି ପାରିବୁନି ଯଦି ନ ପାରିବୁ ମୋ ତାହେଲେ କିଛି କରିବାର ନାହିଁ ଘରକୁ ଯାଇ ତୋ ଭାଇ ଭଉଣୀକୁ ତୁ ବୁଝେଇ ପାରିବୁ ତ ଆଉ ତୋ ଭାଇ ଭଉଣୀଙ୍କ ମନରେ ଦୁଃଖ ଦେବୁ ନା ଭିକ ମାଗି କହ ଆରେ ମୋ ସହିତ ସ୍ୱର ମିଶେଇ କହ ବାବୁ ମୁଠେ ଭିକ ଦିଅ ବାବୁ ଏ ଭିକ ଦିଅ ବାବୁ ମୁଠେ ଭିକ ଦିଅ ବାବୁ ମୋତେ ଭିକ ଦିଅ ବାବୁ ମୁଠେ ଭିକ ଦିଅ ବାବୁ ମୋତେ ଭିକ ଦିଅ Thank
ଭାଇ ତମେ ତମେ ଶେଷରେ ବଡ଼ ଦାଣ୍ଡରେ ଭିକ ମାଗିଲ, ତାହେଲେ ଆଜି ଯାଏ କଣ ମୁଁ ଭିକ ମଗା ପଇସାରେ ପାଠ ପଢୁଥିଲି? କାହିଁକି ଭାଇ, କଣ ପାଇଁ ତମେ गाड़ी पूरा चार्ज हो गए फुल हो स्पीड रे पड़ेब ना तो रातिटा अबाइया रास्ता को आउ कुआड़े रहार ना गोटे थर पलैया आम धला लाइट अच्छी फक्स लाइट दे के पलैया सीधा रास्ता घाट कहीं कौन थब एना बर्तमान रास्तार भी कहीं न देखा न दुकान पत्र सब बंद रात 3टार किए खोलुची आपने जाथे आसिया टाइम मु बाईपास पलि जाइली बाटमला आपण मानक देखे पार्लिनी जीवा टाइमटा हम तो मुझे बाटमला देखेबी से 4:30 5टा हो पहुँचे बाटमल आपको देखेदी हम तो भितर छाड़ा तो पुरी भितर एपटे बाटमला देखेबी ना मुझे बाईपास जी आपण मानक बर्तमान देखो गाड़ी चार्ज लगे केते पॉइंट चार्ज हो जाए आप देखते 78 हो जाए गाड़ी चार्ज सरी जाता तो से चार्ज बसई घंटा आम जीवु रास्ता राति 4:30 पाखापाखि पहुँचू सका भोर घर 4:30 5टा हो घर पहुँचा लास्ट मोर से वीडियो एंड हो आप कहे वीडियो और यात्राटा केमती लगे नुआ मु वीडियो बनाऊँगी टे भूल हो जाऊ आपण मैंने मत क्षमा करदे आपण मानक यात्रा केमती लगे मत कमेंट शेयर करेंगे आपन धन्यवाद मो वीडियो को देखिया लाइक करेंगे शेयर करेंगे कमेंट करेंगे जय जगन्नाथ मु रही आप ड्राइवर लाइफ अविनाश नायक मु कहूँ हेलो फ्रेंड मुझे कही जीवा टाइमटा आपको टे वीडियो देखदेवी आप देखो पूरा अंधार हो 3टा राति कई नहांती रास्तार मुझे आस्ते आस्ते देखी बर्तमान देखिली राति कुहुड़ा पड़ी जे काच पची पची मुझे कुहुड़ा भी अधिक पड़ी वीडियो बेसी बनई पारे देखते
ବେଶୀ ସ୍ପିଡ଼ କରୁନି, 22ରେ ଚଲାଉଥିଲି ମୁଁ। କୁହୁଡ଼ା ବି ପଡ଼ୁଛି ଆଉ ଟିକେ ଅବାଗିଆ ଟାଇମ୍ ପୁରା, ତ ରାସ୍ତା ବି ଟିକେ ଖରାପ, ସେଇଥିପାଇଁ ବେଶୀ ଭିଡ଼ିଓ ବନଉନି କାହିଁକିନା ରାସ୍ତା ଏଇଟା ଭଲ ନୁହଁ। କହନ୍ତି ଲୋକମାନେ କି ରାସ୍ତାଟା ଭଲ ନୁହଁ। ଆପଣ ଦେଖିପାରୁଥିବେ ମାନେ ଜଙ୍ଗଲ ଟାଇପ୍ର ଯେମିତି ରାସ୍ତା ହେଇଛି, ଦୁଇପଟେ ଗଛ ମାଡ଼ିକି ଅଛି। ଆଉ ଏ ରାସ୍ତାଘାଟରେ ବହୁତ ଜିନିଷ ଆକ୍ସିଡେଣ୍ଟ ବି ହେଇଛି, ସବୁ ପ୍ରକାରର ଜିନିଷ ଅଛି। ଆପଣ ପୁରୀରୁ ରାମେଶ୍ୱର ପଟେ ରାସ୍ତାରେ ଆସିବେ ତ ଟିକେ ଦେଖି ଯାଇକି ଆସିବେ ରାତିରେ, କାହିଁକିନା ବେଶୀ ଆକ୍ସିଡେଣ୍ଟ ବି ହୁଏ। ସବୁ ରାସ୍ତାରେ ସବୁ ଜିନିଷ ହେଇଛି, କାହାର ଆକ୍ସିଡେଣ୍ଟ ହେଇଛି, କାହାର କ'ଣ ହେଇଛି, କାହାର କ'ଣ ନାହିଁ, ସବୁ ପ୍ରକାରର ଅସୁବିଧା ଅଛି। ଆଉ ଆମର ଆସି ଟାଇମ୍ରେ ବେଶୀ ଅସୁବିଧା ଅଛି। ତାପରେ ମୁଁ ପୁରୀ ପହଞ୍ଚି ଯାଇଥିଲି, ଆପଣ ଦେଖିପାରୁଥିବେ ପୁରୀ ବୋଟ୍ଟା। ଆଉ ମୁଁ ଏଇନା ଭିତରେ ପଶିକି ଯାଇକି ତ ଆପଣଙ୍କୁ ଯେମିତି କହିଥିଲି ମୁଁ ନେକ୍ସଟ ଭିଡ଼ିଓ ବାଟମଙ୍ଗଳା ଯିବି ଦେଖିବା ଟାଇମ୍ରେ। ଆଉ ଆପଣ ଦେଖିପାରୁଥିବେ ବସ୍ଟା ଠିଆ ହେଇକି ଲୋକ ବହୁତ ବାଟମଙ୍ଗଳା ଦେଖିବା ପାଇଁ। ଏଇଟା ଆମର ବାଟମଙ୍ଗଳା ମା ପଟ୍ଟା, ମା ବାଟମଙ୍ଗଳା ଗେଟ୍ ତ ବନ୍ଦ ଥିଲା, ତ ଆପଣମାନଙ୍କୁ ସେଇଭଳି ଦେଖିପାରିବେ, ଆପଣ ସେମିତି ଭିଡ଼ିଓକୁ ଦେଖିଦିଅନ୍ତୁ। ହ୍ୟାଲୋ ସାଙ୍ଗମାନେ, ଆପଣ ଦେଖିପାରୁଥିବେ ମୁଁ ବର୍ତ୍ତମାନ ଘରକୁ ପହଞ୍ଚି ସାରିଛି। 4:50 ଲଗାଇଥିଲି ଘରେ ଗାଡ଼ି, ଆପଣ ଦେଖିପାରୁଥିବେ କେତେ କିଲୋମିଟର ଚାଲିଲା, ଆପଣ ଦେଖିପାରୁଥିବେ। ବହୁତ ଜୋର ଭିଡ଼ିକି ଆଣିଲି, ରାସ୍ତାଘାଟରେ ବହୁତ ଜିନିଷ ପଡ଼ିଲା ବି, ଆପଣଙ୍କୁ ଭିଡ଼ିଓ ମାନଙ୍କରେ କହିବି ବି, ଆପଣ ଦେଖିପାରୁଥିବେ। ଏମିତି ଏମିତି ଗୋଟେ ଗୋଟେ ଜିନିଷ ଦେଖାଯାଇଛି ଯେ ଆପଣ ବି ବୁଝିପାରିବେନି, କହିବ ଆପଣଙ୍କୁ ବି କହୁଛୁ ମିଛ କହୁଛି, ଇଏ କହୁଛି ସେ କହୁଛି।